ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ବାଇକ୍। ମନମୁଣ୍ଡା ଥାନା ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଏହିଭଳି କାଣ୍ଡ। ଅନ୍ୟପକ୍ଷରେ ତଦନ୍ତ ନାମରେ ମାମଲା ରୁଜୁ କରି ଶୋଇପଡ଼ୁଛି ପୋଲିସ। ଫଳରେ ଅପରାଧିକ ମାମଲା କମିବାର ନାଁ ଧରୁନାହିଁ। ଅନ୍ୟପକ୍ଷରେ ଅପରାଧୀଙ୍କ ଚୋରାଭୁଇଁ ପାଲଟିଛି ମନମୁଣ୍ଡା ଥାନା ଅଞ୍ଚଳ। ଗତକାଲି ସନ୍ଧ୍ୟାରେ ମନମୁଣ୍ଡା ଥାନା ଦପଲା ପଞ୍ଚାୟତର ସିମିଲିକଟାଠାରେ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି ବାଇକ୍। କଣ୍ଟାମାଳ ଥାନା ରେଗଡୋଲ ଗ୍ରାମର ସୁଶାନ୍ତ ଖେତି ନିଜ ବୁଲେଟ୍ରେ ନିଜ ଗ୍ରାମରୁ ମନୋହରପୁର ଗ୍ରାମକୁ ଯାଉଥିଲେ। ସିମଲିକଟା ପୋଲ ନିକଟରେ ହଠାତ୍ ଦୁଇଟି ବାଇକ୍ରେ 6 ଜଣ ଦୁର୍ବୃତ୍ତ ଆସି ସୁଶାନ୍ତଙ୍କୁ ଅଟକାଇ ଭୁଜାଲି ଓ ପିସ୍ତଲ ଦେଖାଇ ଜୀବନରୁ ମାରିଦେବାର ଧମକ ଦେବା ସହିତ ବୁଲେଟ୍ଟିକୁ ଲୁଣ୍ଠନ କରି ନେଇ ପଳାଇଥିଲେ। ସୁଶାନ୍ତ ଏନେଇ ଆଜି ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏହାର ତଦନ୍ତ କରୁଥିବା ପ୍ରକାଶ। ବୌଦ୍ଧ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ମାଧ୍ୟମିକ ବିଭାଗର ଅଳଙ୍କରଣ ସମାରୋହ ବିଦ୍ୟାଳୟର ପ୍ରାଚାର୍ଯ୍ୟ ସନକ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ସମାରୋହରେ ବିଦ୍ୟାଳୟର ଛାତ୍ର ପରିଷଦର ମନୋନୀତ ପଦାଧିକାରୀଙ୍କୁ ସାସ୍ ଓ ବେଜ୍ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟର ପ୍ରାଚାର୍ଯ୍ୟ ଉଦ୍ବୋଧନରେ ଏହି ସମାରୋହକୁ ବିଦ୍ୟାଳୟର ବଳିଷ୍ଠ ନେତୃତ୍ୱ, ଶୃଙ୍ଖଳା ଓ କର୍ତ୍ତବ୍ୟ ବୋଧର ଏକ ନୂତନ ଯୁଗର ଅୟମାରମ୍ଭ ବୋଲି ଅଭିହିତ କରିଥିଲେ। ଛାତ୍ର ପରିଷଦର ପଦାଧିକାରୀଙ୍କୁ ନେତୃତ୍ୱ, ଶୃଙ୍ଖଳା ଓ କର୍ତ୍ତବ୍ୟ ବୋଧର ଆଦର୍ଶ ରୂପେ ନିଜକୁ ଗଢ଼ି ତୋଳିବା ପାଇଁ ପରାମର୍ଶ ଦେଇଥିଲେ ଓ ସେମାନଙ୍କୁ ବିଦ୍ୟାଳୟରେ ଶୃଙ୍ଖଳା ଓ ସ୍ୱଚ୍ଛତାର ସୁଦୃଶ୍ୟ ପରିବର୍ତ୍ତନ ଆଣିବା ପାଇଁ ଆହ୍ୱାନ ଦେଇଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ବିଶ୍ୱାଳଙ୍କ ସହ ବରିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀ ମଞ୍ଚାସୀନ ଥିଲେ। ହରଭଙ୍ଗା ବ୍ଲକ ଅନ୍ତର୍ଗତ କେଲାକଟା ଗ୍ରାମର ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟ ପରିଦର୍ଶନରେ ଯାଇ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ସର୍ବେକ୍ଷଣ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି। ଏହା ସହିତ ସର୍ବେକ୍ଷଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସ୍ଥାନୀୟ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି। ଡିଜିଟାଲ ଫସଲ ସର୍ବେକ୍ଷଣ ନେଇ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ କ୍ଷେତ୍ର ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏ ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ତହସିଲଦାର, ବ୍ଲକ କୃଷି ଅଧିକାରୀ ଓ କୃଷି ବିଭାଗର କର୍ମଚାରୀ ଏବଂ ଚାଷୀମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ତରଫରୁ ବିନଗସିଂପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଆର୍ଥିକ ସାକ୍ଷରତା ଅନ୍ତର୍ଭୁକ୍ତିକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଭାରପ୍ରାପ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଭଗବାନ ଜାନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଏଲ୍ଡିଏମ୍ ଡନ୍ ବସ୍କୋ, ମୁଖ୍ୟ ବକ୍ତା ଭାବେ ଆର୍ଥିକ ସାକ୍ଷରତା ସଂଯୋଜକ ପୂର୍ଣ୍ଣଚନ୍ଦ୍ର ଅଗ୍ରୱାଲ, ବୌଦ୍ଧ ଉପଖଣ୍ଡ ଡାକ ପରିଦର୍ଶକ ରାଜେନ୍ଦ୍ର ନାରାୟଣ ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ନିଜର କଷ୍ଟଲବ୍ଧି ଧନକୁ କିପରି ଡାକଘର କିମ୍ବା ସ୍ୱୀକୃତିପ୍ରାପ୍ତ ବ୍ୟାଙ୍କମାନଙ୍କରେ ଜମା ରଖି ସୁରକ୍ଷିତ ରଖିବେ ସେ ନେଇ ପରାମର୍ଶ ଦେଇଥିଲେ। ତା ନହେଲେ ଚିଟ୍ଫଣ୍ଡ କମ୍ପାନୀମାନଙ୍କ ପ୍ରଲୋଭନରେ ପଡ଼ି ଅଧିକ ସୁଧ ଆଶାରେ ମୂଳ ଟଙ୍କା ହରାଇବାକୁ ପଡ଼ିବ ବୋଲି ସତର୍କ କରାଇ ଦେଇଥିଲେ। ସ୍ୱଳ୍ପ ସଞ୍ଚୟ ଅଧିକାରୀ ଭଗବାନ ଜାନି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏ କାର୍ଯ୍ୟକ୍ରମରେ ବହୁ ପେନ୍ସନଧାରୀ, ସ୍ୱଳ୍ପ ସଞ୍ଚୟ ଏଜେଣ୍ଟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ସ୍ଥିତ ସମଲେଶ୍ୱରୀ ସରକାରୀ ହାଇସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଛି। ପ୍ରଧାନ ଶିକ୍ଷକ ପୀତବାସ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟି ଅଧ୍ୟକ୍ଷ ସୁଶାନ୍ତ ମାଝୀ, ସମ୍ମାନିତ ଅତିଥି ଭାବେ ମୋ ସ୍କୁଲ ଅଭିଯାନର ସଦସ୍ୟ ସୂର୍ଯ୍ୟନାରାୟଣ ସାହୁ, ପ୍ରଭାତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ସ୍ୱଚ୍ଛତା ଉପରେ ବିସ୍ତୃତ ଆଲୋଚନା କରିବା ସହିତ ନିଜେ ସ୍ୱଚ୍ଛ ରହି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବାକୁ ଛାତ୍ରଛାତ୍ରୀଙ୍କୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍ଏମ୍ଡିର ସଦସ୍ୟା, ଅଭିଭାବକମାନେ ଉପସ୍ଥିତ ରହିଥିଲେ। ସହକାରୀ ଶିକ୍ଷକ ଆକାଶ ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ସନ୍ତୋଷ ସାହୁ ଧନ୍ୟବାଦ ଦେଇଥିଲେ। हमर एही उपस्थापना आपनकु किपरि लागिला कमेंट बॉक्स रे मतामत देबाकू भूलंतु नहीं। जदि आम चैनल को एपर्यंत सब्सक्राइब कर नाहंती तेबे शीघ्र सब्सक्राइब करंतु। शुभरात्रि, नमस्कार।